ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ। ଦର୍ଶକ ବନ୍ଧୁ ନମସ୍କାର। ଆଜିର ଟପିକ୍ ହେଲା ଜୀବନର ଶେଷ ସାଥୀ ବିଷୟରେ କିଛି ଆଲୋଚନା କରିବା। ଆଜ୍ଞା, ଜୀବନର ଶେଷ ସାଥୀ କିଏ? ଶେଷ ସାଥୀ ଅଟେ ନିଜର ଶରୀର, ଶେଷ ସାଥୀ ଅଟେ ନିଜର ଶରୀର, ଶେଷ ତ୍ୟାଗ ଅଟେ ନିଶ୍ୱାସ, ଶେଷ ସ୍ଥାନ ଅଟେ ତିନି ହାତ ଜାଗା, ଶେଷ ସ୍ଥାନ ଅଟେ ତିନି ହାତ ଜାଗା, ଶେଷ ଖାଦ୍ୟ ଅଟେ ପ୍ରଶ୍ୱାସ, ଶେଷ ଧ୍ୱନି ଅଟେ ରାମ ନାମ ସତ୍ୟ, ଶେଷ ଧ୍ୱନି ଅଟେ ରାମ ନାମ ସତ୍ୟ, ଶେଷ ଯାନ ଅଟେ କୋକେଇ, ଶେଷ ଠିକଣାଟା ଶ୍ମଶାନ ଅଟୋଇ, ଶେଷ ଠିକଣାଟା ଶ୍ମଶାନ ଅଟୋଇ, ଶେଷ ନିଦ୍ରାଟା ତ ଜୁଇ। ସମ୍ପର୍କ। ଆଜ୍ଞା, ଆଜିର ସମୟରେ ସମ୍ପର୍କଟା କ'ଣ ତା ବିଷୟରେ ଦିପଦ କହିବି। ଆଜ୍ଞା, ଆଗରୁ ଘରେ ଆତ୍ମୀୟ ସ୍ୱଜନ ଆସିଲେ କଦଳୀ ପତ୍ରରେ ଖାଇବାକୁ ଦେଉଥିଲେ। ଆଜ୍ଞା, ଆଗ କାଳରେ ଆମ୍ଭମାନଙ୍କ ଘରକୁ କୁଣିଆ କିମ୍ବା ନିଜର ଆତ୍ମୀୟ ସ୍ୱଜନ କିଏ ଆସିଲେ ପତ୍ରରେ ଆଣିକି କଦଳୀ ପତ୍ରରେ ଖାଇବାକୁ ଦେଉଥିଲେ। ସମ୍ପର୍କ ଗୁଡ଼ାକ ଗଛର ପତ୍ର ପରି ସଦାବେଳେ ସବୁଜ ରହୁଥିଲା। ତାପରେ ପରେ ଆସିଲା ମାଟିର ଜିନିଷପତ୍ର ସବୁ। ସମ୍ପର୍କ ଗୁଡ଼ାକ ମାଟି ପରି ଜାବୁଡ଼ି ହୋଇ ରହିଲା। ପୁଣି ଆସିଲା କଂସା ପିତ୍ତଳର ଯୁଗ। ସମ୍ପର୍କ ଗୁଡ଼ାକ 2-4 ମାସରେ ଥରେ ଅଧେ ଚମକିବାକୁ ଲାଗିଲା। କିନ୍ତୁ ଯେଉଁଦିନ ଠାରୁ କାଚ ପ୍ଲେଟରେ ପରଷାଗଲା, ସେହି ଦିନ ଠାରୁ ଅଳ୍ପ ଆଘାତରେ ସମ୍ପର୍କ ଗୁଡ଼ାକ ଭାଙ୍ଗିବାକୁ ଲାଗିଲା। ଆଉ ଏବେ ତ କାଗଜ ଓ ଥର୍ମାକୋଲ ପ୍ଲେଟ୍ ମାନେ ୟୁଜ୍ ଆଣ୍ଡ ଥ୍ରୋ। ବ୍ୟବହାର କର, ତାପରେ ଫୋପାଡ଼ି ଦିଅ। ବ୍ୟବହାର ହୋଇଗଲା, ତାପରେ ଫୋପାଡ଼ି ଦିଅ। ଆଜିର ଦିନରେ ଏ ହେଉଛି ସମ୍ପର୍କର ବାସ୍ତବ ରୂପ। ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ।